ଯଦି ଶୀତ ଦିନରେ ଆପଣମାନେ ସୁପ୍ କଟଲେଟ୍ ଖାଇନାହାନ୍ତି, ତାହେଲେ ମୁଁ ତ ସିଓର୍ ଆପଣ ୱିଣ୍ଟରର ଗୋଟେ ବେଷ୍ଟ ସ୍ନାକ୍ସ ମିସ୍ କରୁଛନ୍ତି। ଶୀତ ଦିନରେ ସନ୍ଧ୍ୟା ହେଲା ମାନେ ଗୋଟେ ଅଲଗା ହିଁ ଭୋକ ଲାଗେ ନା? ଆଉ ଏଇ ଥଣ୍ଡା ପାଗରେ ଇଚ୍ଛା ହୁଏ କିଛି ଗରମ ଗରମ ଆଉ ଟେଷ୍ଟି ଖାଇବା ପାଇଁ। ଆଉ ଠିକ୍ ସେଇ ବାହାନାରେ ଆମେ ମା ଝିଅ ବାହାରିଲୁ ସୁପ୍ କଟଲେଟ୍ ବନେଇବା ପାଇଁ, ଯୋଉଟା ଆମର ଅଲ୍ ଟାଇମ୍ ଫେଭରେଟ୍। ପ୍ରଥମେ ତ ଆମେ ଫ୍ରେଶ୍ ପରିବା ଚପ୍ କରିଦେଇଥିଲୁ ଆଣ୍ଡ ଏବେ କଟଲେଟ୍‌ର ବ୍ୟାଟର ପାଇଁ ସବୁ ରେଡି କରୁଥିଲୁ। କଟଲେଟ୍ ପାଇଁ ବନ୍ଧାକୋବି, ଯୋଉଟାକୁ ଆମେ ପତ୍ରକୋବି ବି କହୁ, ସେଥିରେ ଆମେ ପକେଇ ଦେଇଥିଲୁ କର୍ଣ୍ଣଫ୍ଲୋର, ଲଙ୍କାଗୁଣ୍ଡ ଆଉ ଟିକେ ଫୁଡ୍ କଲର୍ ଆଉ ପାଣି ପକେଇକି ମିକ୍ସ କରିଦେଲା ପରେ ଲୁଣ ଆଉ ଗାର୍ଲିକ୍ ଲାଷ୍ଟକୁ ପକେଇ ଦେଇକିରି ଟିକେ ସମୟ ରଖିଦେଲୁ। କଟଲେଟ୍‌ଟା ଛାଣିବା ପାଇଁ ପ୍ୟାନ୍‌ରେ ପକେଇଦେଲୁ କିଛି ତେଲ, ତେଲ ଟିକେ ଗରମ ହେଇଗଲା ପରେ ଆମେ ଗୋଲ ଗୋଲ ସେପ୍ କରିକିରି କଟଲେଟ୍‌ଟା ଛାଣିବା ପାଇଁ ପକେଇଦେଲୁ। କଟଲେଟ୍‌ଟା ପୁରା ଏମିତି ରେଡ୍ କଲର୍ ହବା ଯାଏଁକେ ଆମେ ଫ୍ରାଏ କରୁଥିଲୁ, ନହେଲେ ଭିତରଟା କଞ୍ଚା ରହିଯାଏ। କଟଲେଟ୍‌ଟା ବନିଗଲା ପରେ ଆମେ ଷ୍ଟାର୍ଟ କରିଦେଇଥିଲୁ ସୁପ୍। ଗରମ ତେଲରେ ଆମେ ପକେଇ ଦେଇଥିଲୁ ରସୁଣ, ପିଆଜ, ଟିକେ କ୍ୟାପ୍ସିକମ୍, ବିନ୍ସ, ଗାଜର, ବନ୍ଧାକୋବି ଆଉ ଲାଷ୍ଟକୁ ପକେଇଦେଲୁ ଟିକେ ଅଦା। ଏସବୁ ପକେଇକି ଆମେ ଫ୍ରାଏ କରିଦେଲୁ। ଫ୍ରାଏ ଟିକେ କରିଲା ପରେ ଆମେ ଘୋଡ଼େଇ ଦେଲୁ। କୁକ୍ ହେଇଗଲା ପରେ ଟିକେ ଆମେ ପକେଇଦେଲୁ ଲୁଣ ଆଉ ସବୁ ସସ୍ ମାନେ ସୋୟା ସସ୍, ଟମାଟୋ ସସ୍ ପକେଇକିରି ପାଣି ପକେଇକି ଆମେ ଟିକେ ସମୟ ପାଇଁ କୁକ୍ କରିବା ପାଇଁ ଛାଡ଼ିଦେଲୁ। ପରିବା ଟିକେ ଭଲସେ କୁକ୍ ହବା ଯାଏଁ ମୁଁ ଏପଟେ କର୍ଣ୍ଣଫ୍ଲୋରରେ ପାଣି ପକେଇକି ମିକ୍ସ କରୁଥିଲି। ତାପରେ କର୍ଣ୍ଣଫ୍ଲୋରର ପାଣିଟା ପକେଇଥିଲୁ, ସୁପ୍‌ର ଆକ୍ଚୁଆଲ୍ କଲର୍‌ଟା ଆସିଯାଇଥିଲା। ଲାଷ୍ଟକୁ ପକେଇ ଦେଇଥିଲୁ ଗୋଲମରିଚ, ଧନିଆ ପତ୍ର ଆଉ ଫାଇନାଲି ସୁପ୍ ରେଡି ହେଇଗଲା। ଏବେ ଆମେ ସର୍ଭ କରିଦେଇଥିଲୁ ସୁପ୍। ଗରମ ଗରମ ସୁପ୍‌ରେ ଆମେ ପକେଇ ଦେଇଥିଲୁ କ୍ରିସ୍ପି କ୍ରିସ୍ପି କଟଲେଟ୍ ଆଉ ମୁଁ ତ ଖାଇକି ମତେ ପୁରା ମଜା ଆସିଗଲା। ଖାଲି ମୁଁ ନୁହଁ, ମୋ ନୂଆ ଭାଉଜଙ୍କୁ ବି ଚଖେଇଥିଲି ଆଉ ସିଏ ବି କହିଲେ ବହୁତ ହି ଟେଷ୍ଟି ହେଇଥିଲା।